ସାଙ୍ଗମାନେ ଆଜି ଆଉ ଗୋଟେ ନୂଆ ଆଉ ସ୍ପେଶାଲ୍ କାହାଣୀକୁ ନେଇକି ମୁଁ ଆପଣମାନଙ୍କ ସାଙ୍ଗରେ ମୋ ନୂଆ ଆଉ ସ୍ପେଶାଲ୍ କାହାଣୀ ହେଉଛି ବହୁତ ସ୍ପେଶାଲ୍ ଡେ ଆଉ ବହୁତ ସ୍ପେଶାଲ୍ କାହାଣୀ, କାହିଁକିନା ସବୁ ଝିଅମାନଙ୍କ ପାଇଁ ଏଇଟା ବହୁତ ସ୍ପେଶାଲ୍, ବହୁତ ନୂଆ କାହାଣୀ। ଚାଲନ୍ତୁ ସେ ସ୍ପେଶାଲ୍ ଆଉ ନୂଆ କାହାଣୀ ହେଉଛି ମୋ ଆନିଭର୍ସରୀ। ମୋର ଏକା ନୁହଁ, ମୁଁ ମୋ ହଜବେଣ୍ଡଙ୍କର ବି। ତ ଆଜି ହେଉଛି ମେ 12, 2024। ଆଉ 5 ବର୍ଷ ତଳେ ବି ସେମ୍ ଡେଟ୍ ପଡ଼ିଥିଲା, 2019 ମେ 12, ମାନେ ସେମ୍ ଡେଟ୍ ସେମ୍ ବାର। ସେଇଦିନ ମୋ ବାହାଘର ହେଇଥିଲା ସଣ୍ଡେ ଦିନ। ଆଜି ବି 5 ବର୍ଷ ପରେ ସେମ୍ ପଡ଼ିଛି ସଣ୍ଡେ ଦିନ, ମାନେ ଆନିଭର୍ସରୀଟା। ତ ତା ଆଗ ଦିନ ଇଏ ଆସିକି ପହଞ୍ଚି ଯାଇଥିଲେ ଘରେ, ତ ମୁଁ ବି ବାପ ଘରେ ଥିଲି। ତ ଆମେ ସମସ୍ତେ ମିଶିକି ମୋ ଭାଇ ଭଉଣୀ ଦାଦା ଖୁଡ଼ି ମାମୁଁ ଆଉ ସମସ୍ତେ ମିଶିକି ମୋର ଆନିଭର୍ସରୀ, ଆଉ ସେଦିନ ମଦର୍ସ ଡେ ବି ଥିଲା। ତ 5 ବର୍ଷ ତଳେ ବି ସେମ୍ ମଦର୍ସ ଡେ ବି ପଡ଼ିଥିଲା। ତ ସମସ୍ତେ ଆମେ ଏନ୍ଜୟ କଲୁ। ରାତିରେ ଏଇଟା ସରପ୍ରାଇଜ୍ କେକ୍ ଥିଲା, ସମସ୍ତେ ଆମ ପାଇଁ ରଖିଥିଲେ ମୋ ଭାଇ ଭଉଣୀମାନେ। ତ ଯେହେତୁ ଇଏ ଆସି ଟାୟାର୍ଡ଼ ହେଇକି ପହଞ୍ଚିଥିଲେ, ଶୋଇପଡ଼ିଥିଲେ, ତ ତାଙ୍କୁ ଉଠେଇକି ତ କେକ୍ କଟ୍ କରିଥିଲୁ। ଆମେ ଯେତିକି କେକ୍ ତ କଟ୍ କରିନଥିଲୁ, ମୋ ଝିଅ ବି ସେତିକି ଏନ୍ଜୟ କରୁଥିଲା ଆମ ଆନିଭର୍ସରୀରେ କେକ୍ କଟ୍ କରିକି। ତାପରେ ସେ କେକ୍ କଟ୍ କରିସାରିଲା ପରେ ସମସ୍ତେ କେକ୍ ଖାଇନେଲୁ। ସମସ୍ତଙ୍କ ମୁହଁରେ କେକ୍ ବୋଳାବୋଳି କରିସାରିଲା ପରେ ସେଦିନ ରାତି ପାର୍ଟିଟା ସରିଗଲା। କାହିଁକିନା ଆନିଭର୍ସରୀର ଫାର୍ଷ୍ଟ ରାତିରେ ଟିକେ ସେଲିବ୍ରେସନ୍ ନ କଲେ କେମିତି ମଜା ଆସିବ। ତ ଫାର୍ଷ୍ଟ ଝିଅକୁ କେକ୍ ଖୋଇସାରିକି ତାପରେ ସମସ୍ତଙ୍କୁ ଦାଦା ଖୁଡ଼ି ଭାଇ ଭଉଣୀ ମାମୁଁ ସମସ୍ତଙ୍କୁ କେକ୍ ଖୋଇସାରିଲା ପରେ ସମସ୍ତଙ୍କ ମୁହଁରେ ଟିକେ କେକ୍ ବି ଲଗେଇଦେଲୁ। ରାତିର ସେଲିବ୍ରେସନ୍ ସେଦିନ ଏମିତି ବହୁତ ମଜାମସ୍ତିରେ ସରିଗଲା। ତ ଆନିଭର୍ସରୀର ତ ମଜାମସ୍ତି ରାତିରେ ସରିଗଲା। ତ ନେକ୍ସଟ ଡେଟ୍ ପାଇଁ ଆମେ ପ୍ଲାନିଂ ବି କରୁଥିଲୁ ସମସ୍ତେ କ'ଣ କରିବୁ ମର୍ଣ୍ଣିଂରେ। ତ ମର୍ଣ୍ଣିଂରେ ଭାବିଲୁ ଆମେ ଜଲ୍ଦି ଉଠିକି ମନ୍ଦିର ଯିବୁ। ଜାଣିଥିବେ ରାତିରେ ତ ଏତେ ଡେରିରେ କେକ୍ କରି ସାରିଲା ପରେ ଯେଉଁ ତ ସକାଳୁ ନିଦ ଭାଙ୍ଗିବ ଭାବି ପାରୁଥିବେ। ସକାଳୁ ନିଦ ଭାଙ୍ଗିଲା ଯେ ଛାଡ଼, କହିହେବନି ଯେଉଁ ମନ୍ଦିରର ନିଦ ପ୍ଲାନିଂ ହେଇଥିଲା। ତ ସମସ୍ତେ ମାନେ କେକ୍ କଟ୍ କରିସାରିଲା ବେଳକୁ ଶୋଇଲା ବେଳକୁ ରାତି 1 କଥାବାର୍ତ୍ତା ହେଇକି। ତ ବହୁତ ସାରା ମଜାମସ୍ତି ହେଲା, ବହୁତ ସାରା କଥାବାର୍ତ୍ତା ହେଲା। ସମସ୍ତେ କହୁଥାନ୍ତି ଯେ 5 ବର୍ଷ ତଳେ ଯେଉଁ ଡେଟ୍ ପଡ଼ିଥିଲା ଏବେ ସେଇ ଡେଟ୍ ପଡ଼ିଛି। ତ ଇଏ ମୋ ଭାଇକୁ ବି କେକ୍ ଲଗାଉଥାନ୍ତି, ମାମୁଁକୁ ବି କେକ୍ ଲଗାଉଥାନ୍ତି। ଏମିତି କରି କରି ସେମିତି ରାତିର ସେଲିବ୍ରେସନ୍ଟା ଆମର ହେଇଗଲା। ତାପରେ ସମସ୍ତେ ମିଶି କଥାବାର୍ତ୍ତା ହେଲୁ। ତାପରେ ରହିଲା ମୋ ଝିଅର ପାଳି। ମୋ ଝିଅକୁ ରହିଲା ଏବେ କେକ୍ କାଟିବା ପାଇଁ। ତାପରେ ମର୍ଣ୍ଣିଂରେ ଉଠିଲୁ। ମର୍ଣ୍ଣିଂରେ ମାନେ ଦିନ 11ଟା ବେଳେ ହିଁ ଆମେ ଉଠିଲୁ। ଉଠି ସାରିଲା ପରେ ତାପରେ ଟିକେ ମୋର ଗାଧେଇ ପାଧେଇ ରେଡ଼ି ହେଇଗଲୁ। ତାପରେ ମନ୍ଦିର ପାଇଁ ମୋ ଝିଅ ପୁରା ରେଡ଼ି ହେଇଯାଇଛି ମନ୍ଦିର ଯିବେ। ମନ୍ଦିର ଯାଇକି ଆମେ ସମସ୍ତେ ଗଲାବେଳକୁ ମନ୍ଦିରର ଦର୍ଶନ କଲୁ। ମନ୍ଦିର ଦର୍ଶନ କରିସାରିଲା ପରେ ଜଗନ୍ନାଥ ମନ୍ଦିର ଯାଇଥିଲୁ। ତାପରେ ଟିକେ ଫଟୋ ଉଠେଇ ନେଲୁ। ତାପରେ ସେଇଠି ଗୋଟେ ପାର୍କ ଭଳିଆ ଜଙ୍ଗଲ, ପାର୍କ ନଥିଲା, ଟିକେ ଛୋଟ ଗୋଟେ ମିନି ଜଙ୍ଗଲ ଥିଲା, ମାନେ ଛୋଟ ଜଙ୍ଗଲ ଥିଲା। ସେ ଜଙ୍ଗଲ ଭିତରେ ଆମେ ଯାଇକି ବସିଲୁ। ବହୁତ ଖରା ହେଉଥିଲା। ମୁଁ ଟିକେ ମାନେ ଛାଇ ପାଇଁ ଆମେ ସେ ଜଙ୍ଗଲରେ ବସିଲୁ, ଟିକେ ଫଟୋ ଉଠେଇ ନେଲୁ। ଫଟୋ ଉଠେଇ ନେଇ ସାରିକି ତାପରେ ଆମେ ଘରକୁ ରିଟର୍ନ ଆସିଲୁ। ଘରକୁ ରିଟର୍ନ ଆସି ଖାଇ ପିଇକି ଶୋଇଗଲୁ। ତାପରେ ରାତିର ହେଲା ମାନେ ପ୍ଲାନିଂ ହେଉଛି ଆନିଭର୍ସରୀ ରାତିରେ। ତାପରେ ଘରେ ଟିକେ ଆଉ ଟିକେ କେକ୍ କାଟି ନେଲୁ, ଯେହେତୁ ସେଦିନ ମଦର୍ସ ଡେ ବି ଥିଲା। ମଦର୍ସ ଡେ ଯେହେତୁ ଥିଲା ତ ସେଥିପାଇଁ ମଦର୍ସ ଡେ ସହିତ ଆନିଭର୍ସରୀ ଦୁଇଟା ତ ସେଲିବ୍ରେସନ୍ ବନତା ହେ ଭାଇ। ତ ଆମେମାନେ 2 ଜଣ କେକ୍ କାଟି ସାରିଲା ପରେ, କେକ୍ କଟ୍ କରିସାରିଲା ପରେ ଫଟୋ ସୁଟ୍ ବି ସମସ୍ତେ ଟିକେ ଫ୍ୟାମିଲି ଫଟୋ ଉଠେଇ ନେଲୁ। ଫ୍ୟାମିଲି ଫଟୋ ଉଠେଇ ସାରିଲା ପରେ କେକ୍ ବି କଟ୍ ହେଲା। କେକ୍ କଟ୍ ହେଇସାରିଲା ପରେ ତାପରେ ଆମେ ଚାଲୁ ହୋଟେଲ। କାହିଁକିନା ହୋଟେଲରେ ଯାଇକି ଟିକେ ମାମାଙ୍କର ଯେଉଁ ବର୍ଥଡ଼େ ନାହିଁ, ମାମାଙ୍କର ମଦର୍ସ ଡେ ସେଲିବ୍ରେସନ୍ କରିବାର ଥିଲା। ତ ସମସ୍ତେ ଆମେ ହୋଟେଲ ପଳେଇ ଗଲୁ ଖାଇବା ପାଇଁ। ଖାଇସାରିକି ତାପରେ ମଦର୍ସ ଡେ ପାଇଁ କେକ୍ କଟ୍ କରିବାର ଥିଲା। ତ ମଦର୍ସ ଡେରେ କାହିଁକିନା ଆମ ଆନିଭର୍ସରୀ ସେଲିବ୍ରେସନ୍ ଘରେ ହେଇଯାଇଥିଲା। 2ଟା ସେଲିବ୍ରେସନ୍ ଏକା ସାଙ୍ଗରେ ଗଲାବେଳକୁ ଟିକେ ଟାଇମ୍ ହେବନି ହୋଟେଲରେ, କିନ୍ତୁ ଖାଇବାକୁ ବି ଥିଲା। ତ ସମସ୍ତେ ଡିନର୍ କରିସାରିକି ତାପରେ ମାମାଙ୍କର ମଦର୍ସ ଡେଟା ସେଇଠି ଆମେ ସେଲିବ୍ରେସନ୍ କଲୁ ହୋଟେଲରେ। ମଦର୍ସ ଡେ ମୋ ମାମାର ନଥିଲା, ସେଦିନ ମଦର୍ସ ଡେଟା ମୋ ଝିଅର ଥିଲା। ନା ତ ମୋ ମାମା ଓ ଝିଅ ମିଶିକି ତ କେକ୍ କଟ୍ କଲେ। ସମସ୍ତେ କେକ୍ କଟ୍ କରିସାରିଲା ପରେ ଖାଇ ନେଲେ କେକ୍। ତାପରେ ସମସ୍ତେ ସେଦିନ ବହୁତ ଏନ୍ଜୟ କଲେ। ତ ମୋ ଝିଅ ସମସ୍ତଙ୍କୁ ଟିକେ କେକ୍ ଲଗାଉଥିଲା ଆଉ ଖୁଆଉଥିଲା। ତ ମଦର୍ସ ଡେ ତ ଆମେ ଏମିତି ସେଲିବ୍ରେସନ୍ କରିନେଲୁ। ତାପରେ କ'ଣ ହେଲା,
ଭାବନ୍ତୁ କ'ଣ ହେଇଥିବ। ତାପରେ କ'ଣ କଲୁ, ମସଲା ଜଲଜିରା କୋଲ୍ଡ ଡ୍ରିଙ୍କ୍ସ ତ बनता है ଭାଇ। ମସଲା ଜଲଜିରା କୋଲ୍ଡ ଡ୍ରିଙ୍କ୍ସ ପିଇ ସାରିଲା ପରେ ସମସ୍ତେ ଆମେ ଫଟୋ ସୁଟ୍ ଆଉ ଥରେ କରିନେଲୁ ଘରେ ଆସି। କାହିଁକିନା ଯେଉଁ ପୁରୁଣା ଆନିଭର୍ସରୀର କେକ୍ଟା ଥିଲା ସେଇଠୁ ଆସି ଫଟୋ ସୁଟ୍ କରିସାରିଲା ପରେ ଏମିତି ସେଦିନ ମେ 12, 2024 ଏମିତି ଆମେ ଦିନଟା ସେଲିବ୍ରେସନ୍ କଲୁ। ତ ଆପଣମାନଙ୍କୁ କେମିତି ଲାଗିଲା ମୋ ଆନିଭର୍ସରୀ ଆଉ ମଦର୍ସ ଡେ ଆପଣମାନେ ନିହାତି ଜଣେଇବେ। ଆଉ ରହିଲା ମୋ ଭିଡ଼ିଓ ଯଦି ଆପଣମାନଙ୍କୁ ଭଲ ଲାଗୁଛି ଲାଇକ୍ କରିବେ, ସେୟାର କରିବେ ଆଉ ସବସ୍କ୍ରାଇବ୍ କରିବେ। ଯଦି ଆପଣମାନଙ୍କୁ ମୋ ଫ୍ୟାମିଲି ଭଲ ଲାଗୁଛି ତ ନିଶ୍ଚୟ କମେଣ୍ଟ କରି ଭଲ ପାଇବା ଗୁଡ଼ା ଦେବେ।